ହଁ ଶ୍ରୋତା ବନ୍ଧୁ, ଆମର ଆଲୋଚ୍ୟର ଶୀର୍ଷକ ଆମର ଖାଦ୍ୟ। ଆମେ ବଞ୍ଚିବା ପାଇଁ ଖାଦ୍ୟ ଖାଉ। ବଞ୍ଚିବା ପାଇଁ ଖାଦ୍ୟ ଖାଉ ଯେ ଏକଥା କହିବା ଅପେକ୍ଷା ବରଂ ଆମେ ସୁସ୍ଥ ତଥା ନିରୋଗ ଭାବେ ବଞ୍ଚିବା ପାଇଁ ଖାଦ୍ୟ ଖାଉଛି ଏକଥା କହିବା ଯଥେଷ୍ଟ ହେବ। ହେଲେ ଏଠି ପ୍ରଶ୍ନ ଉଠୁଛି ଯେ ଆମେ ଖାଉଥିବା ଖାଦ୍ୟ ଆମ ପାଇଁ ଯଥେଷ୍ଟ କି? ବୋଧହୁଏ ନା। ତେବେ ଖାଦ୍ୟର ଅଭାବରେ ଆମେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାଉ, ଯେମିତି ପୁଷ୍ଟିସାର ଅଭାବରେ ଅପପୁଷ୍ଟି ରୋଗ, ଭିଟାମିନ୍ ଏ ଅଭାବରେ ଅନ୍ଧାରକଣା, ଆଉ ଆୟୋଡିନ ଅଭାବରେ ଗଳଗଣ୍ଡ ଇତ୍ୟାଦି। ଏ ସମ୍ପର୍କରେ ଆସନ୍ତୁ ଅଧିକ କିଛି ଜାଣିବା ପାଇଁ ଆମେ ପ୍ରସ୍ତୁତ କରିଛୁ ଏକ ନାଟକ ଅବହେଳା। ରଚନା କରିଛନ୍ତି ଅନୁପ ସାହୁ, ଅଂଶଗ୍ରହଣ କରିଛନ୍ତି ଅନୁପ, ଜ୍ୟୋତ୍ସ୍ନା, କାଜଲ, ମୋନାଲିସା ଓ ସାଗରିକା। ବେତାର ସମ୍ପାଦନା ଅନନ୍ତ ଓ ଭାଗ୍ୟ। ନାଟକକୁ ପରିଚାଳନା କରିଛନ୍ତି ଲୋକନାଥ ମଙ୍ଗରାଜ। ଟୁକୁ ମୁସି ଟୁକେଇ ମୁସି ଧାନ ଗଣ୍ଡାକ ଖାଉଥା ବସି ତୁ ଥା ମୁଁ ଯାଉଛି ରୁଷି। ଟୁକୁ ମୁସିଲେ ଟୁକେଇ ମୁସି ଧାନ ଗଣ୍ଡାକ ଖାଉଥା ବସି ତୁ ଥା ମୁଁ ଯାଉଛି ରୁଷି। ମାମୁନି, ମାମୁନି, କଣ ହେଉଛି? ତତେ ବା କହିଲି ଇଂଲିଶ ବହି ପଢିବାକୁ। ପଢୁଛି ମାମା। ତୋ ବାପା ଆସିଲେ ଆଜି କହୁଛି ତୁ କେମିତି ଦୁଷ୍ଟ ହଉଛୁ। A for apple, B for boy, C for cat, D for dog। ଆରେ ମାମୁନି, ମୋ ଝିଅ କଣ କରୁଛି? ପାଠ ପଢୁଥିଲି। କଣ ପଢୁଥିଲୁ? ନା, ମୁଁ ତୁମକୁ କହିବିନି। ତମେ ଠକ। ମତେ କହିଥିଲା ଗୋଟେ ରିମୋଟ କାର ଦେବା ପାଇଁ, ଦେଲନି କାହିଁକି? ଆରେ ରେ 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 ରେ, ମୋ ମାମୁନି ସେଇଥିପାଇଁ ରାଗି ଯାଇଛି ନା। ମାମୁନି ବାପାଙ୍କୁ ଏମିତି କଥା କହନ୍ତି? ଆରେ ତମେ ଟିକେ ରୁହ, ମୋ ଝିଅ ସାଙ୍ଗରେ ମୁଁ କଥା ହଉଛି। ତମେ ହିଁ ତା ମୁହଁ ବଢେଇଛ। ଝିଅ ପିଲାଟା ବଡ ହେଲେ ପର ଘରକୁ ଯିବ। ଆଜିଠୁ ନିଜର ବ୍ୟବହାର ଠିକ ନ କଲେ ହେବ କେମିତି? ଆରେ ବାବା, ସେ ଛୋଟ ପିଲା, ବଡ ହେଲେ ଆପେ ଆପେ ବଦଳି ଯିବନି। ଦେଖ ମାମୁନି, ତୋ ପାଇଁ ମୁଁ କଣ ଆଣିଛି? ଚକଲେଟ। ଥ୍ୟାଙ୍କ ୟୁ ପାପା। ଆମ ମାମୁନି ଆଉ ଦୁଷ୍ଟ ହବନି। ନା, ମୁଁ ଆଉ ଦୁଷ୍ଟ ହେବିନି। ମୋ ସୁନା ଝିଅଟେ ପରା। ତୁମେ ମୋ ସୁନା ମାମା। ହଉ ମାମୁନି, ମୁଁ ଗୋଡ ହାତ ଧୋଇ ଟିକେ ଫ୍ରେଶ ହୋଇଯାଏ, ତାପରେ ଆମେ ପଢିବା। ମାମା, 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 ମତେ ଭୋକ ଲାଗିଲାଣି ପରା, ଖାଇବାକୁ ଦେ। ଖାଇଲା ମାତ୍ରେ ତୁ ସାଙ୍ଗେ ସାଙ୍ଗେ ଶୋଇପଡିବୁ। ପ୍ରଥମେ ବାପା ତତେ 2 ଘଣ୍ଟା ପଢାଇ ଦେବେ, ତାପରେ ଶୋଇବୁ। ଭୋକ ହେଲାଣି ପରା ଜୋରରେ। ନାଇଁ, ଜିଦି ନାଇଁ। ମାମୁନି ଆସେ, ବସିପଡ ମୋ ସାଙ୍ଗରେ। ଏବେ କହ, ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି। ଦେଖିଲା କୁନା ମହୁଲ ଡାଳେ ବସିଛି ଏକ ବଣି। ଫୁଟିଛି ଯେତେ ମହୁଲ ଫୁଲ ହିସାବ କରେ ଗଣି। ଫୁଟିଛି ଯେତେ ମହୁଲ ଫୁଲ ହିସାବ କରେ ଗଣି। ଆଚ୍ଛା ମାମୁନି, ଏବେ ତୁ ନିଜେ ପଢିଲୁ। ଦେଖ ଗଣି ଡାଳେ ବସିଛି। ମାମୁନି, କଣ ହେଇଛି? ପାପା, ମତେ ଅକ୍ଷର ଗୁଡାକ ଠିକ ଦେଖା ଯାଉନି। ହଁ, ମତେ ବି 3-4 ଦିନ ହେଲା କହୁଛି। ରାତି ହେଲେ ତାକୁ ଆଉ ଅକ୍ଷର ଠିକରେ ଦେଖା ଯାଉନି। 3-4 ଦିନ ହେଲାଣି, ଆଉ ତମେ ମତେ ଆଜି କହୁଛ? ଶୁଣ, ମାମୁନିକୁ ତମେ ଖାଇବାକୁ ଦିଅ, ସେ ଖାଇକି ଶୋଇପଡୁ। କାଲି ଆମେ ମାମୁନିକୁ ନେଇ ଡାକ୍ତରଖାନାକୁ ଯିବା। ସିଷ୍ଟର, 3 ନମ୍ବର ୱାର୍ଡର 5 ନମ୍ବର ପେସେଣ୍ଟକୁ ସାଲାଇନ୍ ଦିଆଗଲା ତ? ହଁ ମ୍ୟାଡାମ। ମ୍ୟାଡାମ, 11 ନମ୍ବର ପେସେଣ୍ଟର ସେନ୍ସ ଏଯାଏଁ ଫେରିନି। ଠିକ ଅଛି, ତମେ ଚାଲ, ମୁଁ ଯାଉଛି। ନମସ୍କାର ମ୍ୟାଡାମ। ଆରେ ରାଜେଶ ବାବୁ, କଣ ହେଇଛି? ବହୁତ ଦିନ ପରେ ଆପଣଙ୍କ ସାଙ୍ଗରେ ଦେଖା ହେଲା। କଣ କରିବି ଆଜ୍ଞା, ପ୍ରାଇଭେଟ ଚାକିରି କଲେ ଛୁଟି କୋଉଠି ମିଳୁଛି ଯେ? ଆପଣ କାହିଁକି ଆସିଛନ୍ତି? ମ୍ୟାଡାମ, ମାମୁନକୁ ଆମର 3 ବର୍ଷ ପରେ 4 ବର୍ଷ ଚାଲିଲା। ତା ଦେହକୁ ନେଇ କେବେ କିଛି ଅସୁବିଧା ହେଇନି, କିନ୍ତୁ ଏଇ କିଛି ଦିନ ହେଲା ରାତି ହେଲେ ତାକୁ ଭଲ ଦେଖା ଯାଉନି। ଆଚ୍ଛା ମାମୁନି, ଏଠିକି ଆସିଲ। ଆଖି ଦେଖି 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 ଆଁ କଲ। କଣ ଖାଇଛ ମାମା? ଦୋକାନରୁ ଦହିବରା ଖାଇଥିଲି। ଆରେ, ବାହାର ଜିନିଷ ଖାଇବା ଠିକ ନୁହେଁ, ତମେ କଣ ଜାଣିନ? କଣ କରିବି ମ୍ୟାଡାମ, ସେ ଜିଦ୍ଦି କଲା ଖାଇବା ପାଇଁ। ଆରେ ରାଜେଶ ବାବୁ, ସେ କଣ ଯାହା କହିଲା ଆମେ ସେଇଆ କରିବା? ତାର ସିନା ଜାଣିବାର ବୟସ ହେଇନି, ତମେ ତ ଜାଣିପାର ନା। ହେଲେ ଦିଦି, ମାମୁନିର ହେଇଛି କଣ? ମାମୁନିକୁ ଅନ୍ଧାରକଣା ରୋଗ ହୋଇଛି। ଅନ୍ଧାରକଣା ରୋଗ ଏକ ଅପପୁଷ୍ଟି ଜନିତ ରୋଗ ବା କୁପୋଷଣ ଜନିତ ରୋଗ, ଯାହା ଭିଟାମିନ୍ ଏ ର ଅଭାବ ଯୋଗୁଁ ହୋଇଥାଏ। ହେଲେ ମ୍ୟାଡାମ, ମାମୁନି ତ ଆମର ଖାଇବାରେ ଅବହେଳା କରୁନି।
ଏକଥା ତମେ କହୁଛ ରାଜେଶ ବାବୁ। ମାମୁନି କଣ ଖାଉଛି ନ ଖାଉଛି ସେ କଥା ତା ମା ବେଶୀ କହିବେ। ସାଧାରଣତଃ ଶାଗ, ଗାଜର ଓ ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ ଥାଏ। ଏହାକୁ ଖାଇଲେ ଆମର ଚକ୍ଷୁଜନିତ କୌଣସି ସମସ୍ୟା ରହିବ ନାହିଁ। ମାମୁନି ଆମର ଶାଗ ଜମା ଖାଉନି, ଆଉ ଅମୃତଭଣ୍ଡା ଦେଖିଲା ମାତ୍ରେ ମୁହଁ ବୁଲେଇ ଦଉଛି। ତାକୁ କେମିତି ବୁଝେଇ ଖାଇବାକୁ ଦେବେ ସେ ଦାୟିତ୍ୱ ଆପଣ ମାନଙ୍କର। ଏବେ ମୁଁ କିଛି ଔଷଧ ଲେଖି ଦଉଛି, ତାକୁ ନିୟମିତ ଭାବେ ଖାଇବାକୁ ଦେବେ। ଠିକ୍ ଅଛି ମ୍ୟାଡାମ। ହେଲେ ମ୍ୟାଡାମ, ଆପଣ ଯଦି କିଛି ନ ଭାବନ୍ତି ତେବେ ଆପଣଙ୍କୁ ଗୋଟେ କଥା ପଚାରିଥାନ୍ତି। ଆରେ ଆରେ, ଏଥିରେ ଭାବିବାର କଣ ଅଛି? ତମେ ଯାହା ପଚାରିବାକୁ ଚାହୁଁଛ ପଚାର। ମ୍ୟାଡାମ, ଆପଣ ଯୋଉ କୁପୋଷଣ କଥା କହିଲେ, ସେଇ କୁପୋଷଣ କହିଲେ ଆମେ କଣ ବୁଝିବା? କୁପୋଷଣ କହିଲେ ଖରାପ ପୋଷଣ, ଅର୍ଥାତ୍ ଆମେ ଯଦି ଖାଦ୍ୟ ଠିକ୍ ଭାବେ ନ ଖାଇବା ତେବେ ଆମର ଶରୀର ଉପଯୁକ୍ତ ପୋଷଣ ନ ପାଇ ଦୁର୍ବଳ ହୋଇଯିବ। ଶରୀରର ସମସ୍ତ କାର୍ଯ୍ୟ ଠିକ୍ ଭାବେ ସମ୍ପାଦନ ହୋଇପାରିବ ନାହିଁ। ତାକୁ ହିଁ ଆମେ କହିବା କୁପୋଷଣ ଜନିତ ରୋଗ। ଆଚ୍ଛା ମ୍ୟାଡାମ, କୁପୋଷଣ ଯୋଗୁ କୋଉ କୋଉ ରୋଗ ସବୁ ହୋଇଥାଏ? କୁପୋଷଣ ଯୋଗୁ ରକ୍ତହୀନତା, ଗଳଗଣ୍ଡ, ଅନ୍ଧାରକଣା, ରିକେଟସ୍ ଓ ଅଷ୍ଟିଓମାଲେସିଆ, ବେରିବେରି, ନିଆସିନ୍ ରୋଗ ଓ ସ୍କର୍ଭି ଜନିତ ରୋଗ ହୋଇଥାଏ। ଆଚ୍ଛା ମ୍ୟାଡାମ, ରକ୍ତହୀନତା କହିଲେ ଆମେ କଣ ବୁଝିବା? ଭଲ କଥାଟିଏ ପଚାରିଲ। ଆମେ ଖାଉଥିବା ଖାଦ୍ୟରୁ ହିମୋଗ୍ଲୋବିନ୍ ତିଆରି ହୋଇ ଆମ ଶରୀରରେ ମିଶିଥାଏ। ଆମ ଶରୀରରେ ହିମୋଗ୍ଲୋବିନ୍ କମିଗଲେ ଆମ ଦେହର ରକ୍ତର ପରିମାଣ କମିଯାଏ। ଶରୀରରୁ ରକ୍ତ କମିଗଲେ ଆଖିତଳ କଳା ପଡ଼ିଥାଏ, ମୁଣ୍ଡ ବୁଲାଏ ଓ ହାଲିଆ ମଧ୍ୟ ଲାଗେ। ଆଚ୍ଛା ମ୍ୟାଡାମ, ଆମ ଶରୀର ପାଇଁ ଆବଶ୍ୟକ ଅନୁଯାୟୀ ହିମୋଗ୍ଲୋବିନ୍ କେମିତି ତିଆରି ହୋଇପାରିବ? ଆମେ ଯଦି ନିଜର ପ୍ରତିଦିନ ଖାଇବାରେ ବେଳେ ବେଳେ ଶାଗ ଖାଇବା ତେବେ ଶାଗରୁ ଲୌହସାର ବା ଆଇରନ୍ ମିଳିଥାଏ। ଫଳରେ ଆମ ଶରୀରରେ ପ୍ରଚୁର ରକ୍ତ ତିଆରି ହୋଇଥାଏ। ଆଚ୍ଛା ମ୍ୟାଡାମ, ଆପଣ ଯୋଉ ଗଳଗଣ୍ଡ ରୋଗ କଥା କହିଲେ ସେ ରୋଗଟା କଣ ଟିକେ କହିବେ କି? ଗଳଗଣ୍ଡ ରୋଗ ଆମ ଶରୀରରେ ଆୟୋଡିନ୍ ଅଭାବରୁ ହୋଇଥାଏ। ବେକର ସାମ୍ନା ପଟେ ଥିବା ଗଳଗ୍ରନ୍ଥି ଆକାର ବୃଦ୍ଧି ପାଇଁ ବଜାରରୁ ମିଳୁଥିବା ଆୟୋଡିନ୍ ଲୁଣକୁ ଖାଦ୍ୟରେ ମିଶାଇ ଖାଇଲେ ଗଳଗଣ୍ଡ ରୋଗ ହେବ ନାହିଁ। ମ୍ୟାଡାମ, ଆପଣ ଆଉ ଗୋଟେ କହୁଥିଲେ ସୂର୍ଯ୍ୟକିରଣ ଅଭାବରୁ କଣ ଗୋଟେ ହୋଇଥାଏ? ଆରେ ହଁ, ସେଇଟା ହେଉଛି ରିକେଟ୍ସ ଓ ଅଷ୍ଟିଓମାଲେସିଆ ରୋଗ। ଏହି ରୋଗରେ ମଣିଷ ଶରୀରର ହାଡ଼ ସବୁ ଠିକ୍ ଭାବରେ ବୃଦ୍ଧି ଘଟେ ନାହିଁ। ବେଳେ ବେଳେ ତାର ଆକାର ଅସ୍ୱାଭାବିକ ହୋଇଥାଏ ଏବଂ ହାଡ଼ର ଦକ୍ଷତା କମିଯାଏ। ଆରେ ରେ ରେ, ଇଏ ତ ବଡ଼ ଅସୁବିଧା କଥା। ଏମିତି କଥା ମୁଁ ଆଗରୁ ଆଦୌ ଜାଣିନଥିଲି। ବେରିବେରି ରୋଗରେ ଦେହରେ ପାଣି ଜମିଯାଏ, ଚଲାବୁଲାରେ ଅସୁବିଧା ହୁଏ। ପେଲେଗ୍ରା ରୋଗରେ ସାଧାରଣତଃ ମକା କି ଜହ୍ନା ଯେଉଁମାନଙ୍କର ଖାଦ୍ୟ ସେମାନେ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି। ତାହେଲେ ମ୍ୟାଡାମ, ସ୍କର୍ବି ରୋଗଟା କଣ? ସ୍କର୍ବି ରୋଗ ହେଲେ ରୋଗୀ ଦୁର୍ବଳ ହୋଇଯାଏ, ମାଂସପେଶୀ, ହାଡ଼ ଓ ଗଣ୍ଠିରେ ଯନ୍ତ୍ରଣା ହୁଏ। ଭିଟାମିନ୍ ସି ଥିବା ଖାଦ୍ୟକୁ ଆମେ ପ୍ରଚୁର ପରିମାଣରେ ଖାଇଲେ ଏହି ରୋଗଠାରୁ ଆମେ ଦୂରେଇ ରହିବା। ପ୍ରଥମ କଥା ହେଲା ଆମେ ଆବଶ୍ୟକ ଅନୁଯାୟୀ ସବୁ ପ୍ରକାର ଖାଦ୍ୟ ନ ଖାଇବା କଣ ପାଇଁ, ଆଉ କୁପୋଷଣର ଶିକାର ହେବା କଣ ପାଇଁ? ଆପଣ ଠିକ୍ କହିଛନ୍ତି ମ୍ୟାଡାମ। ଆମେ ଏବେଠାରୁ ଖାଦ୍ୟ ପ୍ରତି ଅଧିକ ସତର୍କ ରହିବୁ। ମ୍ୟାଡାମ 11 ନମ୍ବର ପେସେଣ୍ଟର ସେନ୍ସ ଆସିଲାଣି, ଆପଣ ଶୀଘ୍ର ଆସନ୍ତୁ। ଆପଣ ମାନେ ଏବେ ଆସନ୍ତୁ। ହଉ ଚାଲ। ଶୁଣିଲୁ ତ ମାମୁନି, ମ୍ୟାଡାମ ସବୁ କଣ କଣ କହିଲେ? ଶୁଣିଲି। କଣ ଶୁଣିଲୁ କହିଲୁ? ଆଜିଠୁ ଜିଦି କରିବିନି, ତମେ ଯାହା ସବୁ ଖାଇବାକୁ ଦେବା ମୁଁ ସବୁ ଖାଇବି। ସୁନା ଝିଅ, ତମେ ବି ଗୋଟେ କଥା ମନେ ରଖ ରଶ୍ମି। ମାମୁନିକୁ ଯେତେବେଳେ ବି ଭୋକ ଲାଗିବ ତାକୁ ଅପେକ୍ଷା କରିବାକୁ ନ କହି ସାଙ୍ଗେ ସାଙ୍ଗେ ଖାଇବାକୁ ଦେବ। ଠିକ ଅଛି, ମୁଁ ସେୟା ହିଁ କରିବି। ଏଥର ମାମୁନି ଖୁସି ତ? ହଁ, ମୁଁ ଖୁସି। ଶୁଣୁଥିଲେ ନାଟକ ଅବହେଳା। ୟାକୁ ରଚନା କରିଥିଲେ ଅନୁପ ସାହୁ, ଅଂଶଗ୍ରହଣ କରିଥିଲେ ଅନୁପ, ଜ୍ୟୋତ୍ସ୍ନା, କାଜଲ, ମୋନାଲିସା ଓ ସାଗରିକା। ବେତାର ସମ୍ପାଦନା କରିଥିଲେ ଅନନ୍ତ ଓ ଭାଗ୍ୟ। ପରିଚାଳନା କରିଥିଲେ ଲୋକନାଥ ମଙ୍ଗରାଜ। ହଁ ଶ୍ରୋତାବନ୍ଧୁ, ଖାଦ୍ୟର ଅଭାବ ହେଲେ ଆମେ ହେବା ରୋଗୀ, ତେଣୁ ବେଳ ହିଁ ସାବଧାନ। ଖାଦ୍ୟ ଗ୍ରହଣ କରିବା ବେଳେ କେଉଁ ଖାଦ୍ୟରେ କେଉଁ କେଉଁ ଉପାଦାନ ଅଛି ଏବଂ ସେହି ଉପାଦାନ ଅଭାବରେ ଆମକୁ କି କି ରୋଗ ହେବାର ଭୟ ରହିଛି ସେ ସମ୍ପର୍କରେ ଆମେ ବିଶେଷ ଭାବେ ଜାଣିବା ବିଧେୟ। ହଁ ଶ୍ରୋତାବନ୍ଧୁ,
तेबे आज कार्यक्रम को एइट रखी आसंता काले ठीक एई समय रे जानिले जनिबा कार्यक्रम रे आपन को भेटिबार प्रतिश्रुति रहुची। मु प्रताप राउत, नमस्कार।